कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमः। द्वितीय स्कंद प्रथम अध्याय। सुत उवाच हरिचरण चिन्ति ध्याने कोमल गभीरवचने रोमपुलक निज देहि सुख कहन्ति राजा चाहि। सुक उवाच हे परीक्षित नृपवर गरिष्ठ प्रश्न एतोहर पचारु जीव लोकहिते जे प्रश्न अछि तोर चिते हे आत्मा ज्ञानीकर सार संसारे जन उपकार श्रोतव्य प्रश्न अछि जेते आगम निगम कते सहस्र प्रकारे जे प्रश्न अछि संसारे संसार करिबार आसे जेते अछन्ति गृहवासे इंद्रिय बसे गृहे थाई आत्मार हिते ज्ञान नाही आयुष क्षय न जानन्ति विषय अर्थ नित्य चिन्ति निशाहरई अर्धवेळ निद्रा वा बधू संगमेळ दिवसे अर्थ चिंताकूल कुटुंब पोषणे विकल सुतकळत्र देह पाई आनंदे तांक मध्ये थाई विष्णुर माया सत्य चिंती निकटे मृत्यु न देखन्ति। मरण देखुथान्ति डोळे अज्ञाने भ्रमे सुख भोळे एणु संसार प्राणींकर आत्मार गति मरण देखुथान्ति डोळे अज्ञाने भ्रमे सुख भोळे एणु संसार प्राणींकर आत्मार गति अगोचर एणु संसार भावते जी आत्मार गति चिते हेजी जे हरि सर्व घटे पुरे निर्लेप बाह्य अभ्यंतरे तार महिमा शुणी कर्णे नामकु चारि बदने स्मरण कर हृदगते जेबे अभय इच्छा जीते एकथा सांख्य जोगे जानी स्वधर्म निष्ठा परिमाणी जन्मर लाभ ए प्रमाण अन्ते स्मरण नारायण पूर्वे निर्मल मुनि जेते तत्त्वविचारी वेदमते विधि निषेध दूर करी
କୃଷ୍ଣର ଭାବ ହୃଦେ ଧରି କୃଷ୍ଣର ଗୁଣ ଅନୁକ୍ଷଣେ ଗୁଣନ୍ତି ଶୁଣନ୍ତି ଶ୍ରବଣେ ଏ ଭାଗବତ ଧର୍ମବାଣୀ ବ୍ରହ୍ମ ସମାନେ ପରିମାଣୀ ଦ୍ୱାପର ଯୁଗ ଅନ୍ତକାଳେ ମୁଜେ ଅନେକ ଶିଷ୍ୟ ମେଳେ ମୋର ଜନକ ବ୍ୟାସ ମୁନି ତାହାଙ୍କ ଶିକ୍ଷା ଶିରେ ଘେନି ନିର୍ଗୁଣ ମାର୍ଗେ ଦୃଢ଼ ଚିତ ବିଷ୍ଣୁର ଭାବ ହେଲା ଜାତ ନିଶ୍ଚଳ ଯୋଗେ ମନ ଥୋଇ ଯେବା ଅଭ୍ୟାସ କଲି ମୁହିଁ କହିବି ତୋର ଆଗେ ତାହା ଶୁଣ ପରୀକ୍ଷ ପୁଣ୍ୟ ଦେହା ଏ ଭାଗବତ ବାଣୀ କର୍ଣ୍ଣେ ଯେ ଶୁଣେ ଶ୍ରଦ୍ଧା ଅବଧାନେ ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଅନୁକ୍ଷଣ ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର ହରି କୀର୍ତ୍ତନ ଅଟେ ଫଳ ତାକୁ ନ ଲାଗେ ଯମ ଭଏ ନିର୍ଭୟ ପଥେ ଚିତ୍ତ ରହେ ଯୋଗ ଅଭ୍ୟାସେ ଯୋଗୀ ଜନେ ଦୀର୍ଘେ ଜୀବନ୍ତି ଯୋଗ ଧ୍ୟାନେ ଯେବେ ସେ କୃଷ୍ଣ ନାମ ମୁଖେ କହନ୍ତି ଏକ କୁଆରକେ ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପଦ ଧ୍ୟାଇ ଯେ ହରି ନବଲେ ବଦନେ କି ପ୍ରୟୋଜନ ଯୋଗ ଧ୍ୟାନେ କାଳ ନିର୍ଣ୍ଣୟ ନାହିଁ ତହିଁ ହେନୁର୍ପ ଶୁଣ ମନ ଦେଇ ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଯେବା ମୁଖେ ଭଣି ସେ ପ୍ରାଣୀ ଆତ୍ମାକୁ ଧରେ କି ଭାବ ବହୁ ସମ୍ବତ୍ସରେ ଖଟ୍ୱାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା ରିପୁ ସଂହାରି ଦେବ ପାଶେ ମିଳିଲା ଭକତି ବିଶ୍ୱାସେ ଦେବେ ବୋଇଲେ ମାଗବର ଶୁଣି ବୋଇଲା ନୃପବର ଆୟୁଷ ଛଇମ କେତେ ଦେବେ କହିଲେ ଶାସ୍ତ୍ର ମର୍ତ୍ତେ ମୁହୂର୍ତ୍ତେ ଅଛି ତୋ ଜୀବନ ତା ଶୁଣି ସନ୍ତୋଷ ରାଜନ ତକ୍ଷଣେ ଆସି ମହିତଳେ ଭାବିଲା କିଞ୍ଚନ ମେଳେ ମୁହୂର୍ତ୍ତେ ନାମ ଉଚ୍ଚାରିଲା ଅନ୍ତେ ସେ ଗୋବିନ୍ଦେ ପଶିଲା ଏବେ ଶପଥ ଦିନ ଯାଏ ଜୀବନ ଥିବ ତୋର ଦେହେ ଏବେ ହରିଙ୍କି ଆଶ୍ରେ କର କର୍ଣ୍ଣେ ଶୁଣ ମୁଖେ ଉଚାର ଯେ ଅନ୍ତ କାଳେ କୃଷ୍ଣ ବାଣୀ ମୁଖେ ଉଚାରେ କର୍ଣ୍ଣେ ଶୁଣି
ତାହାର ମୃତ୍ୟୁ ଭୟ ନହେ ଦାରାତ ନୟ ନିଜ ଦେହେ ଯେତେ ବିଷୟ ଆତ୍ମାର ତେ ତାର ବିଷয়ে ଅଙ୍ଗ ଛେଦେ ବେଗେ ସେ ପ୍ରସେ କୃଷ୍ଣ ଭାବେ ଶୁଣ କହିବା ତୋତେ ଏବେ ଯେ ପ୍ରାଣୀ ଅନ୍ତ କାଳ ଜାଣି ଆତ୍ମାର ହିତ ମନେ ଗୁଣି ଘରୁ ବାହାର ହୋଇ ଜ୍ଞାନେ ତପ ଆଚରେ ଘୋର ବନେ ସ୍ନାହାନ ସାରି ତୀର୍ଥ ଜଳେ ଆସନେ ବସିବ ନିଶ୍ଚଳେ ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ ଅଭ୍ୟାସ କରି ଶୁଦ୍ଧ ମନେ ତୀବ୍ରୁତ ବ୍ରହ୍ମ ସୁମରଣେ ପ୍ରାଣ ପବନ ଯୋଗେ ରୁନ୍ଧି ଚଞ୍ଚଳ ଇନ୍ଦ୍ରିୟ ନିରୋଧି ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ସଂହରି କର୍ମେ ଚଞ୍ଚଳ ମନ ବଳେ ନିରପି କୃଷ୍ଣ ପାଦ ତଳେ ତାର ଶରୀର ଅବୟବେ ଚିନ୍ତିବ ଏକେ ଏକେ ଭାବେ ମନକୁ ନିବିଷୟ କରି ସକଳ ଚିନ୍ତା ପରିହରି ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟ ପଣେ ଆବୃତ ରଜତମ ଗୁଣେ ଏଣୁ ଧାରଣ ଆଶ୍ରେ କରି ଯୋଗୀଙ୍କ ଭକତି ଲକ୍ଷଣୀ ଯେ ଭକ୍ତି ଧାରଣାର ବଳେ ଯୋଗ ପ୍ରାପତ ଅଳ୍ପ କାଳେ ବିଷୟ ଦେଖଇ ମଙ୍ଗଳ କୃଷ୍ଣେ କରଇ ସର୍ବମେଳ ହେମନ୍ତ ସୁକ ମୁଖୁ ଶୁଣି ବୋଲେ ପାଣ୍ଡବ ଚୂଡ଼ାମଣି ରାଜା ବାଜ ଧାରଣା ଯୋଗ ଚିତ୍ତେ ଧରି ଯେମନ୍ତେ ତରେ ବ୍ରହ୍ମଚାରୀ ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୁମଳ ଏ ଯୋଗ ଧାରଣା ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୁ ମଳ ହରେ କହି ପବିତ୍ର ମୋତେ କର ନିର୍ମଳ ହେଉ ମୋ ଶରୀର ହେମନ୍ତ ରାଜା ପ୍ରଶ୍ନ ଶୁଣି ସୁକ କହନ୍ତି ମନେ ଗୁଣି ସୁକ ବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ ବିଶେଷେ ଗୋବିନ୍ଦ ଶରୀର ଅତ୍ୟନ୍ତ ସ୍ଥୂଳତର ଜହି ସଂସାର ପରମାଣ ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରହ୍ମାଣ୍ଡ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ରୂପ ଥାଇ ମଧ୍ୟେ
ପାତାଳ ବୋଲି ପାଦ ମୂଳ ପାର୍ନିପାଦାଗ୍ର ରସାତଳ ଚରଣ ଗୁଳ୍ଫେ ମହାତଳ ଜଙ୍ଘ ଯୁଗଳ ତଳାତଳ ସୁତଳ ବୋଲି ଜାନୁ ଯୁଗେ ବିତଳା ତଳ ଉରୁ ଭାଗେ ଜଘନ ଦେଶ ମହିତଳ ନାଭିମଣ୍ଡଳ ନଭସ୍ଥଳ ସ୍ୱର୍ଲୋକ ହୃଦୟରେ ବସେ ଜ୍ୟୋତିଷ ମୁହ ପରକାଶେ କଣ୍ଠ ଆଶ୍ରିତ ମହଲୋକ ବଦନେ ବସେ ଜନଲୋକ ଲଲାଟେ ତପଲୋକ ବସେ ସତ୍ୟକଳ୍ପିତ ଶିର ଦେଶେ ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ କର୍ଣ୍ଣ ଯାହାର ଅଷ୍ଟଦିଶା ଅଶ୍ୱିନୀ କୁମାରେ ଜାନାସା ଜ୍ୱଳନ୍ତା ଅଗ୍ନି ଯାବଦନ ନୟନ ଗୋଲକେ ଗମନ ତପନ ଯାର ଚକ୍ଷୁ ବେନି ଉଦୟ ଅସ୍ତ ପକ୍ଷ୍ମ ବେନି ଯାର ଭ୍ରୁଭଙ୍ଗ ବ୍ରହ୍ମପଦ ସଲିଳ ତାରୁ ରସ ଜିହ ସକଳ ବେଦ ବ୍ରହ୍ମରନ୍ଧ୍ର ବିକଟ ଦନ୍ତ ଯମପଦ ଯାହାର ତୁଣ୍ଡେ ସ୍ନେହ କଳା ଅଧ ଊର୍ଧ୍ୱରେ ଦନ୍ତମାଳା ଜନ ଜନ୍ମାଦ ଯାର ହାସ ଯେ ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଓଷ୍ଟେ ଲଜ୍ଜା ବସେ ଲୋଭ ବସଇ ଅଧୋ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ପଥ ପୃଷ୍ଠ ଭାଗେ ଅଣ୍ଡେ ବସଇ ପ୍ରଜାପତି ମିତ୍ରା ବରୁଣ କୋଶେ ସ୍ଥିତି ଉଦଧି ଯାହାର ଉଦର ଅସ୍ଥି ସମୂହ ମହୀଧର ଶିରା ସମୂହ ନଦୀ ଗଣ ବୃକ୍ଷ ଔଷଧି ତନୁରୋମ ଅନନ୍ତ ବୀର୍ଯ୍ୟ ଯହିଁ ବସେ ଶ୍ୱାସ ପବନ ଅଣଚାଶେ ଯାହାର ଗତି ଜାଣ କାଳ ଜୀବ ସଂସାର ଯାର ଖେଳ ଜିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ହେ କୁରୁ ଶ୍ରେଷ୍ଠ ପରୀକ୍ଷିତ ଈଶ୍ୱର ସର୍ବକୋଶ ଭୂତ ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ର ସୀମା କଲଭ ଅଶ୍ୱତର ନଖ ସମୂହ କରିବର ଯେ ପଶୁ ମୃଗାଦି ବିଶେଷେ ସର୍ବକଳ୍ପିତ ଶ୍ରୋଣୀ ଦେଶେ ପକ୍ଷିଏ ଯାର ବ୍ୟାକରଣ ବୁଦ୍ଧି ବିଷୟ ମନୁଗଣ ଯାର ନିବାସ ନର ଦେହ ଯହିଁ କଳ୍ପିତ ମାୟା ମୋହ ଗନ୍ଧର୍ବ ବିଦ୍ୟାଧର ଆଦି ଚାରଣ ଗଣିକା ପ୍ରସିଦ୍ଧି କିନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଳ୍ପିତ ସୁର ବ୍ରାହ୍ମଣ ଯାର ମୁଖୁ ଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ ଉରୁରୁ ବୈଶ୍ୟ ଉତପତି ପାଦରୁ ଜନ୍ମ ଶୂଦ୍ର ଜାତି ନାନା ପ୍ରକାର ନାମ ବହି ଅଭୀଷ୍ଟ ଦେବେ ଯାର ଦେହି ନିଗମ କର୍ମ କାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ ହେମନ୍ତେ ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟ ହେମନ୍ତେ ସ୍ଥୂଳ ଶରୀରେ ଧାରଣା ଯୋଗେ ନିର୍ବିକାରେ ମନ ନିରୋଳ ଯୋଗ ବଳେ ଗୋବିନ୍ଦ ଚରଣ କମଳେ ସର୍ବ ଶରୀରେ ଭଗବାନ ତାତହୁଁ କେବା ଅଛିଆନ ସେ ସର୍ବ ବୁଦ୍ଧି ଅନୁଭବ ଜୀବ ପରମ ପଦ୍ମନାଭ ସତ୍ୟ ପରମାନନ୍ଦ ନିଧି ତାର ଭଜନ ସର୍ବସିଦ୍ଧି ଜନ୍ମ ମରଣ ତାର ତହୁଁ କେବା ଗୋଚରେ ତାହା କହୁଁ ଯେ ଅନ୍ୟ ସଙ୍ଗ ଦ୍ୱାରା ସୁତ ନ କରି ଯେଣୁ ଆତ୍ମପାତ ସ୍ୱପ୍ନରେ ଜୀବର ଯେ ମନ୍ତ ଦେଖ ଇନ୍ଦ୍ରିୟ ବୃତ୍ତାନ୍ତ ସେ ସର୍ବ ମିଥ୍ୟା ଜୀବ ସତ୍ୟ ଏ ଜ୍ଞାନେ ହୁଅ ମୁକତ ସୁତବାଚ
ହେମନ୍ତ କହି ଶୁକମୁନି ହରଷେ ହରି ଭାବ ଘେନି ଆନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ। ଦ୍ୱିତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦେ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ମହାପୁରୁଷ ସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ।